ସମସ୍ତଙ୍କୁ ଜୟ ଯୀଶୁ। ଭାଇ ଓ ଭଉଣୀମାନେ, ଆଜି ଆମେ ଯୀଶୁଙ୍କ କ୍ରୁଶର ତ୍ୟାଗ ଉପରେ ଧ୍ୟାନ କରିବା। ଯୀଶୁ ଖ୍ରୀଷ୍ଟ କ୍ରୁଶରେ 6 ଘଣ୍ଟା ପର୍ଯ୍ୟନ୍ତ ଯନ୍ତ୍ରଣା ସହିଥିଲେ। ଏହି ଯନ୍ତ୍ରଣା ମନୁଷ୍ୟଙ୍କ ପାପ ପାଇଁ ତାଙ୍କ ତ୍ୟାଗର ପ୍ରତୀକ ଥିଲା। ଯେଉଁମାନେ ଗତ ଦିନ ତାଙ୍କୁ ଇସ୍ରାଏଲ ରାଜା ବୋଲି ସ୍ତୁତି କରୁଥିଲେ, ସେମାନେ ଆଜି ତାଙ୍କୁ ଉପହାସ କରି କ୍ରୁଶରେ ବିଧ କରିଥିଲେ। କିନ୍ତୁ ସେହି ଯନ୍ତ୍ରଣାରେ ପ୍ରଭୁ କ୍ରୋଧ ପ୍ରକାଶ କରିନାହାନ୍ତି କିମ୍ବା ତୁମେ ଏହା କିପରି କରିପାରିଲ ବୋଲି ସେ ପ୍ରଶ୍ନ ପଚାରି ନାହାନ୍ତି। ବରଂ ସେ କହିଛନ୍ତି, ହେ ପିତା, ସେମାନଙ୍କୁ କ୍ଷମା କର, କାରଣ ସେମାନେ ଜାଣନ୍ତି ନାହିଁ। ଭାଇମାନେ, ଯୀଶୁ ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମନୁଷ୍ୟ ଆତ୍ମାମାନଙ୍କ ପ୍ରତି ପ୍ରେମ ଘୋଷଣା କରିଥିଲେ। ସେ କହିଲେ, ସମାପ୍ତ ହେଲା, ଏବଂ ଶେଷରେ, ହେ ପିତା, ମୋର ଆତ୍ମା ତୁମକୁ ସମର୍ପଣ କରୁଅଛି। ଆସନ୍ତୁ ଆଜିର ବାଇବେଲ ଅଧ୍ୟୟନରେ ଏହି ଅଂଶକୁ ପଠନ କରିବା। ଲୁକ ପୁସ୍ତକ ତାର 23 ଅଧ୍ୟାୟ 33 ଏବଂ 43 ପଦ। ଆଉ ସେମାନେ କପାଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ। ପୁଣି ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼େଇଲେ। ସେତେବେଳେ ଯୀଶୁ କହିଲେ, ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ଆଉ ସେମାନେ ତାହାଙ୍କ ବସ୍ତ୍ର ସବୁ ଭାଗ କରିବା ନିମନ୍ତେ ଗୁଲି ବାଣ୍ଟ କଲେ। ଯେତେବେଳେ ମନୁଷ୍ୟ ନିଜ ଜୀବନର ଶେଷ ସମୟର ନିକଟ ହୁଏ, ସେ ଜୀବନକୁ ପଛକୁ ଫେରି ଚିନ୍ତା କରେ ଓ ପ୍ରିୟଜନ ମାନଙ୍କ ପାଇଁ ଶେଷ କିଛି କଥା ଛାଡ଼ିଥାଏ। ସେହିପରି କ୍ରୁଶରେ ମୃତ୍ୟୁ ପୂର୍ବରୁ ଯୀଶୁ 7ଟି ଶେଷ ବାକ୍ୟ କହିଥିଲେ, ଯାହା କ୍ରୁଶର 7ଟି ଶେଷ ବାଣୀ ଭାବେ ପରିଚିତ। ପ୍ରଥମେ ସେ କହିଥିଲେ, ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଛନ୍ତି ତାହା ଜାଣନ୍ତି ନାହିଁ। ଲୁକ ପୁସ୍ତକ ତାର 23 ଅଧ୍ୟାୟ 34 ପଦ। ଦ୍ୱିତୀୟରେ ସେ କହିଛନ୍ତି, ଆଜି ତୁମେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ। ଲୁକ ପୁସ୍ତକ ତାର 23 ଅଧ୍ୟାୟ 43 ପଦ। ତୃତୀୟରେ, ଗୋ ନାରୀ, ଦେଖ ତୁମ୍ଭର ପୁତ୍ର, ଦେଖ ତୁମ୍ଭର ମାତା। ଯୌନ ପୁସ୍ତକ ତାର 19 ଅଧ୍ୟାୟ 26 ପଦ ଏବଂ 27 ପଦ। ଚତୁର୍ଥ, ଏଲି ଏଲି ଲାମା ସବକ୍ତାନି, ଅର୍ଥାତ୍ ହେ ମୋହର ଈଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ। ମାଥିଉ 27 ଅଧ୍ୟାୟ 46 ପଦ। ପଞ୍ଚମ, ମୋତେ ତୃଷା ଲାଗୁଅଛି। ଯୌନ ପୁସ୍ତକ ତାର 19 ଅଧ୍ୟାୟ 28 ପଦ। ଏବଂ ଷଷ୍ଠ, ସମାପ୍ତ ହେଲା। ଯୌନ 19 ଅଧ୍ୟାୟ 30 ପଦ। ସପ୍ତମ, ହେ ପିତା, ତୁମ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି। ଲୁକ ପୁସ୍ତକ ତାର 23 ଅଧ୍ୟାୟ 46 ପଦ। ଆଜି ଆମେ ସେହି 7ଟି ମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ ବାଣୀକୁ ଦେଖିବା। ପ୍ରଥମ ବାଣୀ, ହେ ପିତା, ସେମାନଙ୍କୁ କ୍ଷମା କର, କାରଣ ସେମାନେ କଣ କରୁଅଛନ୍ତି ସେମାନେ ଜାଣନ୍ତି ନାହିଁ। ଈଶ୍ୱରଙ୍କ ପୁତ୍ର ଯୀଶୁଙ୍କୁ ଅଭିଶପ୍ତ କାଠର କ୍ରୁଶରେ କ୍ରୁଶବିଦ୍ଧ କରାଯାଇଥିଲା, କେବଳ ଆମ ସମସ୍ତଙ୍କର ପାପ ହେତୁ। ଏ ସତ୍ୟକୁ ନ ଜାଣି ରୋମୀୟ ସୈନ୍ୟମାନେ ଓ ଜିହୁଦମାନେ ତାଙ୍କୁ ଜଣେ ଘୃଣ୍ୟ ଅପରାଧୀ ବୋଲି ଉପହାସ କରୁଥିଲେ। ନିର୍ଦ୍ଦୋଷ ଯୀଶୁ, ଯିଏ କେବଳ ଭଲ କାମ ହିଁ କରିଥିଲେ, ତାଙ୍କୁ ସେମାନେ ଉପହାସ କରି କହୁଥିଲେ, ସେ ଅନ୍ୟମାନଙ୍କୁ ଉଦ୍ଧାର କରିଛି। ଯଦି ସେ ଈଶ୍ୱରଙ୍କ ପୁତ୍ର, ତାଙ୍କର ଚଇତ, ତେବେ ନିଜକୁ ଉଦ୍ଧାର କରନ୍ତୁ। ଶେଷ ମୁହୂର୍ତ୍ତରେ ମଧ୍ୟ ଯୀଶୁ କରୁଣା ପ୍ରକାଶ କରି କହିଥିଲେ, ହେ ପିତା, ସେମାନଙ୍କୁ କ୍ଷମା କର, ଏବଂ ସେମାନଙ୍କ ପାଇଁ ଈଶ୍ୱରଙ୍କୁ କ୍ଷମା ଅନୁରୋଧ କରିଥିଲେ। ଯୀଶୁ ଚାହିଁଥିଲେ କ୍ରୁଶରୁ ତଳକୁ ଓହ୍ଲାଇ ଆସିବାର ସମ୍ପୂର୍ଣ୍ଣ ଶକ୍ତି ଥିଲା, କିନ୍ତୁ ସେ ଈଶ୍ୱରଙ୍କ ଇଚ୍ଛା ଓ ପରିତ୍ରାଣର ଯୋଜନା ପୂରଣ କରିବା ପାଇଁ ଯନ୍ତ୍ରଣା ଓ ଅପମାନ ସହିଲେ। ଲୋକମାନେ ବୁଝିପାରିଲେ ନାହିଁ ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର ସେମାନଙ୍କ ପାପ ପାଇଁ କ୍ରୁଶରେ ଥିଲେ। ସେମାନେ ନିଜ ପାପର ଗମ୍ଭୀରତାକୁ ମଧ୍ୟ ବୁଝିଲେ ନାହିଁ। ସେହି କାରଣରୁ ଯୀଶୁ କ୍ରୁଶରେ ସବୁଠାରୁ ପ୍ରଥମେ ସେମାନଙ୍କ ପାଇଁ କ୍ଷମା ଅନୁରୋଧ କଲେ। ସେମାନେ କହିବାର ଅର୍ଥ କେବଳ ତାଙ୍କୁ କ୍ରୁଶବିଦ୍ଧ କରିଥିବା ଲୋକମାନେ ନୁହେଁ, ବରଂ ଅନ୍ଧକାରରେ ବସବାସ କରୁଥିବା ସମସ୍ତ ମନୁଷ୍ୟ, ଯେଉଁମାନେ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି। ଆଜି ମଧ୍ୟ ଅନେକ ଲୋକ ସତ୍ୟକୁ ନ ଜାଣି ସେମାନେ ଗୁରୁତର ପାପ କରୁଛନ୍ତି। ଶୈତାନ ଅନ୍ଧକାରରେ ବସୁଥିବା ଲୋକମାନଙ୍କୁ ନିୟନ୍ତ୍ରଣ କରେ ଏବଂ ବିଶ୍ୱାସୀମାନଙ୍କୁ ନିର୍ଯାତନା କରିବାକୁ ପ୍ରେରିତ କରେ। ଏହା ପ୍ରଥମ ବାଣୀ ମାଧ୍ୟମରେ ଯୀଶୁ ଆମକୁ ଏହି ଶିକ୍ଷା ଦିଅନ୍ତି, ଆମେ ପ୍ରେମ ସହିତ ପ୍ରାର୍ଥନା କରିବା ଉଚିତ। ମାଥି ପୁସ୍ତକ 5 ଅଧ୍ୟାୟ 44 ପଦରେ ପ୍ରଭୁ କହିଛନ୍ତି, କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ତୁମମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି ଯେଉଁମାନେ ତୁମମାନଙ୍କୁ ତାଡ଼ନା କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। ପ୍ରେମ ସହିତ କ୍ଷମା କରି ଓ ଆତ୍ମିକ ଭାବେ ପ୍ରାର୍ଥନା କରି ଆମେ ଅନ୍ୟମାନଙ୍କୁ ପରିତ୍ରାଣର ପଥରେ ଆଗେଇ ନେଇଯାଉ, ଯାହା ଈଶ୍ୱରଙ୍କ ଇଚ୍ଛା। ପରବର୍ତ୍ତୀ ଦ୍ୱିତୀୟ ବାକ୍ୟ, ମୁଁ ତୁମକୁ ସତ କହୁଛି, ଆଜି ତୁମେ ମୋ ସହିତ ପାରାଦୀସରେ ଉପସ୍ଥିତ ହେବ। ଗୋଲଗଥା ଉପରେ ଯୀଶୁଙ୍କ କ୍ରୁଶ ମଝିରେ ଥିଲା। ଉଭୟ ପାର୍ଶ୍ୱରେ 2 ଜଣ ଅପରାଧୀ ଥିଲେ। ଜଣେ ଅପରାଧୀ ଯୀଶୁଙ୍କୁ ପରିହାସ କରି କହୁଥିଲା, ଅନ୍ୟ ତାଙ୍କୁ ଭର୍ତ୍ସନା କରୁଥିଲା ଏବଂ ଯୀଶୁଙ୍କୁ ପ୍ରାଣକର୍ତ୍ତା ଭାବରେ ସେ ଗ୍ରହଣ କରିଥିଲା।
ତାପରେ ଯୀଶୁ କହିଲେ, ମୁଁ ତୁମକୁ ସତ୍ୟ କହୁଛି, ଆଜି ତୁମେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ। ଏହା ଏକ ପ୍ରତିଜ୍ଞା ଥିଲା ଯେ ଅନୁତାପ କରୁଥିବା ଚୋର ପରିତ୍ରାଣ ପାଇଁ ସ୍ୱର୍ଗକୁ ଯିବ। ଏହା ମଧ୍ୟ ଘୋଷଣା କରିଥିଲା ଯେ ଯୀଶୁ ମସିହ ଭାବରେ ପାପ କ୍ଷମା କରିପାରିବେ ଏବଂ ଅନୁତାପ କରୁଥିବା ବ୍ୟକ୍ତିଙ୍କୁ ପରିତ୍ରାଣ ପ୍ରଦାନ କରିବାର ଶକ୍ତି ଅଛି। ତଥାପି ଯେତେବେଳେ ଆମେ ସୁସମାଚାର ପଢୁ, ଆମେ ଭିନ୍ନ ଭିନ୍ନ ବିବରଣୀ ପାଇଥାଉ ଯୀଶୁଙ୍କ ସହିତ କ୍ରୁଶବିତ ହୋଇଥିବା ଦୁଇ ଅପରାଧୀଙ୍କ ବିଷୟରେ। ମାଥିଉ 27:44 କହେ, ଯେଉଁ ଡକାୟତ ମାନେ ତାଙ୍କ ସହିତ କ୍ରୁଶବିତ ହୋଇଥିଲେ ସେମାନେ ମଧ୍ୟ ସମାନ ଶବ୍ଦରେ ତାଙ୍କୁ ଅପମାନିତ କରୁଥିଲେ। ମାର୍କ 15:32 ଆହୁରି ମଧ୍ୟ କହେ, ପୁଣି ଯେଉଁ ଡକାୟତ ମାନେ ତାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ ସେମାନେ ସୁଦ୍ଧା ତାଙ୍କୁ ସେହି ପ୍ରକାର ନିନ୍ଦା କରିବାକୁ ଲାଗିଲେ। ଉଭୟ ଅନୁଚ୍ଛେଦରେ ଅପରାଧୀ ମାନେ ଯୀଶୁଙ୍କୁ ପରିହାସ କରୁଥିବା ଦେଖାଯାଏ। କିନ୍ତୁ ଲୁକ 13:23 ଜଣେ ଅପରାଧୀ ଅନ୍ୟକୁ ଭର୍ତ୍ସନା କଲେ, କିନ୍ତୁ ସେ ଅନୁତାପ କଲେ ଏବଂ ପରିତ୍ରାଣ ପାଇଲେ। ଦୁଇ ଅପରାଧୀଙ୍କ ବିଷୟରେ ସୁସମାଚାର ବିବରଣୀରେ କାହିଁକି ପାର୍ଥକ୍ୟ ଅଛି? ଏହା ଏକ ତ୍ରୁଟି ନୁହେଁ, ବରଂ ଈଶ୍ୱରଙ୍କ ପ୍ରଦାନର ଏକ ଅଂଶ। ଦୃଶ୍ୟକୁ ସ୍ପଷ୍ଟ ଭାବରେ ଉପସ୍ଥାପିତ କରିବାକୁ ଅନୁମତି ଦେବା। ଯୀଶୁଙ୍କ କ୍ରୁଶବିଦ୍ଧ ସମୟରେ ବହୁ ଲୋକ କ୍ରୁଶକୁ ଘେରି ରହିଥିଲେ। ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ, ଯୀଶୁଙ୍କ ବିରୁଦ୍ଧରେ ମନ୍ଦ କଥା କହୁଥିବା ଲୋକମାନେ ମଧ୍ୟ ସାମିଲ ଥିଲେ। ଏଭଳି ବିଶୃଙ୍ଖଳିତ ପରିସ୍ଥିତିରେ ଜଣେ ଅପରାଧୀ ଯୀଶୁଙ୍କ ଡାହାଣ କିମ୍ବା ବାମ ପାର୍ଶ୍ୱରେ ଯୀଶୁଙ୍କୁ ପରିହାସ କରୁଥିଲେ। ନିକଟସ୍ଥ ଲୋକମାନେ ଅପରାଧୀଙ୍କର ପରିହାସ ସ୍ପଷ୍ଟ ଭାବରେ ଶୁଣିପାରୁଥିଲେ, କିନ୍ତୁ ଅନ୍ୟ ଜଣେ ଅପରାଧୀ ଯୀଶୁଙ୍କ ଆଡକୁ ମୁଗ୍ଧ କରି କହିଥିଲେ ସେ ଯୀଶୁଙ୍କୁ ପରିହାସ କରୁଥିବାର ମନେ ହେଉଥିଲା। ସେ ପ୍ରକୃତରେ ଯୀଶୁଙ୍କୁ ପରିହାସ କରୁଥିବା ଅପରାଧୀଙ୍କୁ ଭର୍ତ୍ସନା କରୁଥିଲା, କିନ୍ତୁ ଦୂରରେ ଦେଖାଗଲା ଯେପରି ସେ ମଧ୍ୟ ଯୀଶୁଙ୍କୁ ଅପମାନିତ କରୁଛନ୍ତି। ଦ୍ୱନ୍ଦ୍ୱରେ କିଛି ଲୋକ ଏହି ଦୃଶ୍ୟ ଦେଖିଥିଲେ। ଦୂରରୁ ଖବର ମିଳିଲା ଯେ ଉଭୟ ଅପରାଧୀ ଯୀଶୁଙ୍କୁ ପରିହାସ କରୁଛନ୍ତି। ଯେଉଁମାନେ ପରିସ୍ଥିତିକୁ ସଠିକ ଭାବରେ ଜାଣିଥିଲେ ସେମାନେ ରିପୋର୍ଟ କରିଥିଲେ। ସେ ଯେଉଁ ଅପରାଧୀ ଅନୁତାପ କଲା ଏବଂ ଯୀଶୁଙ୍କ ସହିତ କଥାବାର୍ତ୍ତା କରିବା ପରେ ଉଦ୍ଧାର ପାଇଲା। ଈଶ୍ୱର ସୁସମାଚାର ଲେଖକ ମାନଙ୍କୁ ପାର୍ଥକ୍ୟ ରେକର୍ଡ କରିବାକୁ ଅନୁମତି ଦେଲେ, ଭବିଷ୍ୟତ ପିଢି ପାଇଁ ସତ୍ୟକୁ ବୁଝିବା ପାଇଁ। ତେବେ ଯୀଶୁ କାହିଁକି ଅନୁତାପ କରୁଥିବା ଅପରାଧୀଙ୍କୁ କହିଲେ, ମୁଁ ତୁମକୁ ସତ୍ୟ କହୁଅଛି, ଆଜି ତୁମେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ? ପାରଦୀସ ସ୍ୱର୍ଗ, ଯେଉଁଠାରେ ଈଶ୍ୱରଙ୍କ ପରିତ୍ରାଣ ପ୍ରାପ୍ତ ସନ୍ତାନ ମାନେ ଚିରକାଳ ବାସ କରିବେ। ଏହାର ବିଶାଳତା ଏବଂ ସୌନ୍ଦର୍ଯ୍ୟରେ କଳ୍ପନା ବାହାରେ। ସ୍ୱର୍ଗ ବିଶ୍ୱାସ ଏବଂ ପବିତ୍ରତା ଉପରେ ଆଧାର କରି ବିଭକ୍ତ ହୋଇଛି। ପ୍ରତ୍ୟେକ ସ୍ଥାନରେ ସୁଖ ଏବଂ ଗୌରବର ବିଭିନ୍ନ ସ୍ତର ଅଛି। ଉଦାହରଣ ସ୍ୱରୂପ, ଯଦି ପ୍ରେରିତ ପାଉଲ, ଯିଏ ପ୍ରଭୁଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ଏବଂ ଅନୁତାପ କରୁଥିବା ଅପରାଧୀ ସମାନ ପୁରସ୍କାର ପାଇଥିଲେ, ଈଶ୍ୱରଙ୍କୁ କିପରି ନ୍ୟାୟପୂର୍ଣ୍ଣ ବୋଲି ବିବେଚନା କରାଯାଇପାରେ? ଈଶ୍ୱରଙ୍କ ସ୍ୱର୍ଗରେ କେତେ ପବିତ୍ର ତା ଅନୁଯାୟୀ ବିଭିନ୍ନ ସ୍ଥାନ ନିର୍ଦ୍ଦିଷ୍ଟ କରନ୍ତି ଏବଂ ଖ୍ରୀଷ୍ଟଙ୍କ ପରି ତାଙ୍କର ପରିତ୍ରାଣ ପ୍ରାପ୍ତ ସନ୍ତାନ ମାନେ ଅଟନ୍ତି। ନୂତନ ଜେରୁସାଲେମ, ଯେଉଁଠାରେ ଈଶ୍ୱରଙ୍କ ସିଂହାସନ ଅଛି, ସବୁଠାରୁ ସୁନ୍ଦର ସ୍ଥାନ, ଯେଉଁମାନେ ପବିତ୍ରତାରେ ଈଶ୍ୱରଙ୍କ ସହିତ ସମାନ ଅଟନ୍ତି। ଅପରପକ୍ଷେ ସ୍ୱର୍ଗ ହେଉଛି ସର୍ବନିମ୍ନ ସ୍ଥାନ। ଯେଉଁମାନେ ଲଜ୍ଜାଜନକ ପରିତ୍ରାଣ ପାଇଛନ୍ତି ସେମାନଙ୍କ ପାଇଁ ସଂରକ୍ଷିତ। ଏହି ଲୋକମାନେ ପାପ ବିରୁଦ୍ଧରେ ଯୁଦ୍ଧ କରିବା ପରିବର୍ତ୍ତେ କେବଳ ପ୍ରଭୁଙ୍କୁ ଗ୍ରହଣ କରିଥିଲେ, କିମ୍ବା ସେମାନେ ଈଶ୍ୱରଙ୍କ ରାଜ୍ୟ ପାଇଁ ପରିଶ୍ରମ କଲେ ନାହିଁ। ଅନୁତାପ କରୁଥିବା ଚୋର ସ୍ୱର୍ଗରେ ପ୍ରବେଶ କରିବାର କାରଣ ମଧ୍ୟ ସମାନ। ସେ ତାଙ୍କ ପାପ ସ୍ୱୀକାର କଲେ ଏବଂ ଯୀଶୁଙ୍କୁ ତାଙ୍କର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କଲେ, କିନ୍ତୁ ସେ ପାପ ତ୍ୟାଗ କରିନଥିଲେ କିମ୍ବା ଅନ୍ୟମାନଙ୍କୁ ପ୍ରଚାର କରିନଥିଲେ। କାରଣ ସେ ପ୍ରଭୁଙ୍କ ପାଇଁ କିଛି କରିନଥିଲେ, ସେ କୌଣସି ପୁରସ୍କାର ବିନା ସ୍ୱର୍ଗରେ ପ୍ରତିଜ୍ଞା ପାଇଲେ। ଯେତେବେଳେ ଯୀଶୁ କହିଥିଲେ, ଆଜି ତୁମେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ, ଏହା ଅର୍ଥ ନୁହେଁ ଯେ ଯୀଶୁ ଅପରାଧୀଙ୍କ ସହିତ ସ୍ୱର୍ଗରେ ରହିବେ। ଯୀଶୁ ଈଶ୍ୱରଙ୍କ ଡାହାଣ ପାର୍ଶ୍ୱରେ ବସିଛନ୍ତି। ରାଜାମାନଙ୍କର ରାଜା, ପ୍ରଭୁ ମାନଙ୍କର ପ୍ରଭୁ। ଯୀଶୁ କେବଳ ସ୍ୱର୍ଗକୁ ଶାସନ କରନ୍ତି ନାହିଁ, କିନ୍ତୁ ସମଗ୍ର ସ୍ୱର୍ଗ। ଯେଉଁଥିପାଇଁ ସେ ଏହି ଶବ୍ଦ ଗୁଡ଼ିକୁ କହିଥିଲେ, ଆଜି ଯୀଶୁଙ୍କ ମୃତ୍ୟୁ ଦିନ କିମ୍ବା ଏକ ନିର୍ଦ୍ଦିଷ୍ଟ ତାରିଖକୁ ବୁଝାଏ ନାହିଁ, କିନ୍ତୁ ଏହାର ଅର୍ଥ ହେଉଛି ଯେତେବେଳେ ଅନୁତାପ କରୁଥିବା ଅପରାଧୀ ପରିତ୍ରାଣ ପାଇଲେ ଏବଂ ଈଶ୍ୱରଙ୍କ ସନ୍ତାନ ହେଲେ, ଯୀଶୁ ଯେଉଁଠାରେ ଥିଲେ ତାଙ୍କ ସହିତ ସେ ଥିଲେ। ତେବେ ଯୀଶୁ ତାଙ୍କ ମୃତ୍ୟୁ ପରେ ସିଧାସଳଖ ସ୍ୱର୍ଗ ଯାଇଥିଲେ କି ନାହିଁ? ମାର୍ଥିଉ ପୁସ୍ତକ ତାର 12:40। କାରଣ ଜୁନସ ଯେପରି 3 ଦିନ ଓ 3 ରାତ୍ରି ବୃହତ୍ ମତ୍ସ୍ୟ ଉଦରରେ ଥିଲେ, ମନୁଷ୍ୟ ପୁତ୍ର ସେହିପରି 3 ଦିନ 3 ରାତ୍ରି ଭୂଗର୍ଭରେ ରହିବେ। ପ୍ରଥମ ପିତର 3:19। ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ। ପ୍ରଥମ ପିତର ଉଲ୍ଲିଖିତ କାରାଗାର ଏକ ଆକ୍ଷରିକ କାରାଗାର ନୁହେଁ, ବରଂ ଉପର କବରକୁ ବୁଝାଏ। କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ପରେ ସେ ଆତ୍ମାମାନଙ୍କୁ ପ୍ରଚାର କରିଥିଲେ। ତୃତୀୟ ଦିନରୁ ତାଙ୍କ ପୁନରୁତ୍ଥାନ ପୂର୍ବରୁ ଉପର କବରରେ। ଯୀଶୁ କାହିଁକି ଉପର କବରକୁ ଗଲେ? ଲୁକ 16:22 ଯୀଶୁଙ୍କ କ୍ରୁଶବିଦ୍ଧ ହେବା ପୂର୍ବରୁ ଏହା ଲିପିବଦ୍ଧ ହୋଇଛି। ପରିତ୍ରାଣକାରୀ ମାନଙ୍କର ଆତ୍ମା ଅବ୍ରାହମଙ୍କ କୋଳରେ ଏକତ୍ରିତ ହୋଇଥିଲେ। ଏହି ସ୍ଥାନଟି ହେଉଛି ଉପର କବର। ଏପରି କିଛି ଲୋକ ମଧ୍ୟ ଥିଲେ ଯେଉଁମାନେ ପୁରାତନରେ ସୁସମାଚାର କେବେ ଶୁଣି ନଥିଲେ।
କିନ୍ତୁ ମୃତ୍ୟୁ ପୂର୍ବରୁ ନୂତନ ନିୟମର ଅବଧି। ଏହି ଲୋକମାନଙ୍କ ମଧ୍ୟରୁ କେତେକ ସେମାନଙ୍କର ଉତ୍ତମ ବିବେକ ଅନୁଯାୟୀ ଜୀବନଯାପନ କରିଥିଲେ ଏବଂ ପରିତ୍ରାଣ ପାଇଁ ଏହା ଦ୍ୱାରା ବିଚାର କରାଯାଇଥିଲା। ଯୀଶୁଙ୍କ ମୃତ୍ୟୁ ପରେ ସେ ସୁସମାଚାର ପ୍ରଚାର କରିବାକୁ ଉପର କବରକୁ ଗଲେ। ତାଙ୍କ ଜନ୍ମ, ମୃତ୍ୟୁ ଏବଂ ସେ କରିଥିବା ସମସ୍ତ କାର୍ଯ୍ୟ ମାଧ୍ୟମରେ ଯୀଶୁଙ୍କ ଐଶ୍ୱର୍ଯ୍ୟ ଯୋଜନା ମଧ୍ୟରେ ମାନବିକତା ପ୍ରତି ଈଶ୍ୱରଙ୍କ ପ୍ରେମ ପ୍ରଦର୍ଶନ କରିଥିଲେ। ଆମେ କୃଷର ପ୍ରେମକୁ ଚିହ୍ନିବା ଏବଂ ଏକ ଉତ୍ତମ ସ୍ୱର୍ଗ ପାଇଁ ଚେଷ୍ଟା କରିବା ଆବଶ୍ୟକ। ସୁସମାଚାର ପ୍ରଚାରରେ ଅଧିକ ପରିଶ୍ରମ କରିବା ଦ୍ୱାରା ଅଧିକ ଲୋକ ପରିତ୍ରାଣ ପାଇପାରିବେ। ଆସନ୍ତୁ ଆଜିର ଦିନକୁ, ଏହି ସମୟକୁ ଆମେ ପ୍ରଭୁଙ୍କ ନିକଟରେ ସମର୍ପଣ କରିବା। ସେ ଆମଙ୍କ ନିମନ୍ତେ କ୍ରୁଶରେ ହତ ହେଲେ, ସେ ଆମଙ୍କ ନିମନ୍ତେ କ୍ରୁଶରେ ବଳିଦାନ ହେଲେ। ଯେଉଁମାନେ ତାଙ୍କ ନିକଟରେ ବିଶ୍ୱାସ କରନ୍ତି, ତାଙ୍କ ନିକଟରେ ସମ୍ପୂର୍ଣ୍ଣ ରୂପେ ନିଜକୁ ଉତ୍ସର୍ଗୀକୃତ କରନ୍ତି, ସେମାନଙ୍କୁ ସେ ପରିତ୍ରାଣ ଦେବେ। ଆଜି ଯେଉଁ ଚୋର ପ୍ରଭୁଙ୍କର ବାମ ପାର୍ଶ୍ୱ ପଡ଼ିଥିଲା, ଦକ୍ଷିଣ ପାର୍ଶ୍ୱ ପଡ଼ିଥିଲା, ଜଣେ ଭୁଲ କଲା, ପରିବର୍ତ୍ତନ ହେଲା ନାହିଁ, ଅନୁତାପ କଲା ନାହିଁ, ସେ ନରକଗାମୀ ହେଲା। କିନ୍ତୁ ଯେଉଁ ଚୋର ପ୍ରଭୁଙ୍କ ନିକଟକୁ ଆସିଲା, କ୍ଷମା ପ୍ରାର୍ଥୀ ହେଲା, ଅନୁତାପ କଲା, ପ୍ରଭୁ ତାଙ୍କୁ କହିଲେ, ତୁମେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆସନ୍ତୁ ଆଜି ଏକ ଉପଯୁକ୍ତ ସମୟ। ଏହି ସମୟରେ ଆମେ ପ୍ରଭୁଙ୍କ ନିକଟକୁ ଯିବା, ତାଙ୍କ ନିକଟରେ ବିଶ୍ୱାସ କରିବା ଏବଂ ସେ ଯେ ଅନୁଗ୍ରହ ଏବଂ ତ୍ରାଣକର୍ତ୍ତା ପରମେଶ୍ୱର ତାହା ଜାଣି ରଖି ତାଙ୍କ ନିକଟରେ ନିର୍ଭର କରିବା ଦ୍ୱାରା ଆମେ ଆଶୀର୍ବାଦ ପ୍ରାପ୍ତ ହେବା। ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ଦ୍ୱାରା ଆମେ ତାଙ୍କର ଅନୁଗ୍ରହ ପାଇବା ଏବଂ ଶେଷ ଦିନରେ ସେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବା। ଅନେକ ଲୋକମାନେ ଯେଉଁମାନେ ଆଜି ପ୍ରଭୁଙ୍କ ନିକଟକୁ ଆସିପାରୁନାହାନ୍ତି, ସେମାନଙ୍କୁ ମୁଁ ଅନୁରୋଧ କରୁଛି, ଏ ବାକ୍ୟ ମାଧ୍ୟମରେ ପରମେଶ୍ୱର ଆପଣଙ୍କୁ କଥା କହୁଛନ୍ତି। ଆପଣ ପ୍ରଭୁଙ୍କ ନିକଟକୁ ଆସନ୍ତୁ, ବିଶ୍ୱାସ କରନ୍ତୁ, ତାଙ୍କ ନିକଟରେ ନିର୍ଭର କରନ୍ତୁ। ସେ ଆପଣଙ୍କର ଉଦ୍ଧାରକର୍ତ୍ତା ଅଟନ୍ତି, ସେ ଆପଣଙ୍କର ତ୍ରାଣକର୍ତ୍ତା ଅଟନ୍ତି। ଆପଣ କଣ ତାଙ୍କୁ ବିଶ୍ୱାସ କରୁଛନ୍ତି? ପ୍ରାର୍ଥନା ଦ୍ୱାରା ଆପଣ ସୁସ୍ଥ ହେଇପାରିବେ। ପ୍ରାର୍ଥନା ଦ୍ୱାରା ଆପଣ ଅନୁଗ୍ରହ ପ୍ରାପ୍ତ ହେଇପାରିବେ। ପ୍ରାର୍ଥନା ଦ୍ୱାରା ପରମେଶ୍ୱର ଆପଣଙ୍କୁ ଅନୁଗ୍ରହ ଆଶୀର୍ବାଦ ପ୍ରଦାନ କରିବେ। ଏହି ବିଶ୍ୱାସ ହିଁ ଆପଣଙ୍କୁ ପରିତ୍ରାଣ କରିବ। ଏହି ବିଶ୍ୱାସ ହିଁ ଆପଣଙ୍କୁ ଉଦ୍ଧାର କରିବ। ଆସନ୍ତୁ ଏହି ସମୟରେ ଆମେ ନିଜକୁ ଦେଖିବା, ବର୍ତ୍ତମାନ ଆମେ କେଉଁଠାରେ ଅଛୁ, ଆମେ କଣ ପ୍ରଭୁଙ୍କ ନିକଟରେ ବିଶ୍ୱାସ କରୁଛୁ। ସେହି ବିଶ୍ୱାସ ଆପଣଙ୍କୁ ପରିବର୍ତ୍ତନ କରିବା ପାଇଁ ପରମେଶ୍ୱର ସେ ଚାହାନ୍ତି। ଆଉ ଯଦି ଆପଣ ତାଙ୍କ ବିଶ୍ୱାସ କରନ୍ତୁ, ଆସନ୍ତୁ ପ୍ରାର୍ଥନା କରିବା। ଆହେ ଆମଙ୍କ ସ୍ୱର୍ଗସ୍ଥ ପିତା, ତୁମ ନାମର ଧନ୍ୟବାଦ କରୁଛୁ, ତୁମର ପ୍ରଶଂସା କରୁଛୁ। ତୁମେ ଯୀଶୁଖ୍ରୀଷ୍ଟଙ୍କୁ ପଠାଇଥିଲ, ଯିଏ ଆମ ପାଇଁ ତାଙ୍କ ଜୀବନ ଦାନ କରିଥିଲେ। ତାଙ୍କ ବାକ୍ୟ ଆମକୁ ପ୍ରେମ ଏବଂ ଅନୁଗ୍ରହ ଦେଇଛି। ପ୍ରଭୁ, ତୁମେ ଆମକୁ ସାହାଯ୍ୟ କର, ଯେପରି ଆମେ ତୁମର ବାକ୍ୟକୁ ବୁଝିପାରିବୁ। ଆମ ହୃଦୟ ପ୍ରେମରେ ପୂର୍ଣ୍ଣ କର, ଯାହାଦ୍ୱାରା ଆମେ ଆଘାତ ଦେଇଥିବା ଲୋକଙ୍କୁ କ୍ଷମା କରିପାରିବୁ। ତୁମେ ଯେପରି ଆମକୁ ଉଦ୍ଧାର କରିଛ, ସେହିପରି ଅନୁତାପ ଲୋକମାନଙ୍କୁ ସ୍ୱର୍ଗର ପ୍ରାପ୍ତିରେ ସାହାଯ୍ୟ କର। ନୂତନ ଜେରୁସାଲେମରେ ଯେଉଁମାନେ ତୁମର ସିଂହାସନ ଅଛି, ସେ ସନ୍ତାନମାନଙ୍କ ସହିତ ଅନନ୍ତ ପ୍ରେମର ଭାଗିଦାର ହେବା ପାଇଁ ସାହାଯ୍ୟ କର। ଆଜି ଯେଉଁମାନେ ତୁମ ମନରେ ବିଶ୍ୱାସ କରି ଆଜିର এই କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି, ଆମେ ପ୍ରତ୍ୟେକଙ୍କୁ ତୁମ ହସ୍ତରେ ସମର୍ପଣ କରୁଛୁ। ସେମାନଙ୍କର ସ୍ୱାସ୍ଥ୍ୟକୁ, ସେମାନଙ୍କର ଆର୍ଥିକ ସମସ୍ୟାକୁ ଯୀଶୁଙ୍କ ନାମ ଦୂର କର। ସେମାନଙ୍କୁ ସୁସ୍ଥତା ଦେଇ ତୁମେ ଗୌରବ ପ୍ରଶଂସା ପାଅ। ପ୍ରଭୁ, ତୁମେ ପ୍ରାର୍ଥନା ଶୁଣୁଛ, ଧନ୍ୟବାଦ ଦେଉଛୁ, ଗୌରବ କରୁଛୁ। ଏ ସମସ୍ତ ପ୍ରାର୍ଥନା ନାଜରେଥ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍।